ଆଜି ରାକ୍ଷୀ ପୂର୍ଣ୍ଣିମା ବିଷୟରେ ଟିକେ କଥା। ରାକ୍ଷୀ ପୂର୍ଣ୍ଣିମା ଆମ ଓଡ଼ିଶାର ଗୋଟେ ବିଶେଷ ପର୍ବ। ଏହି ପର୍ବରେ ଭାଇ ଭଉଣୀମାନେ ସେମାନେ କ'ଣ କରନ୍ତି, ରାକ୍ଷୀ ବନ୍ଧନ କରନ୍ତି। ତାଙ୍କ ଭଉଣୀଟି ନିଜ ଭାଇ ହାତରେ ସାଖିଳି ସୂତା, ଯେଉଁଟାକି ଆମେ କହୁଛେ ପବିତ୍ର ସୂତା ବା ରାକ୍ଷୀ ବନ୍ଧନ କରନ୍ତି। ପୁରୁଣା ସମୟରେ ଥିଲା ତ ଆମର ଗାଈ ପୂଜା ହେଉଥିଲା, ବିଭିନ୍ନ ପ୍ରକାର ପିଠାପଣା ହେଉଥିଲା ଗହ୍ମା ପୂର୍ଣ୍ଣିମାରେ। ତାପରେ ଆମର କ'ଣ ହେଉଥିଲା ନା ରାକ୍ଷୀ ବନ୍ଧା ହେଉଥିଲା, ଆଉ ଗାଈକୁ ମଧ୍ୟ ରାକ୍ଷୀ ବନ୍ଧା ହେଉଥିଲା। ଏବେ ତ ସେଇ ପରମ୍ପରା ଧୀରେ 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 କମି ଆସିଲାଣି। ତେଣୁ ଏବେ ରାକ୍ଷୀକୁ ବିଭିନ୍ନ ପ୍ରକାର ଯେମିତି ଚିକମିକିଆ ଚମକିଆ ଭାବରେ ବି ବନ୍ଧାଯାଉଅଛି। ଏଇ ରାକ୍ଷୀର ସିମ୍ବଲ ହେଉଛି ତା'ର ହେଉଛି ସିମ୍ବଲ ଅଫ୍ ଲଭ୍, ପ୍ରୋଟେକ୍ସନ୍, ମ୍ୟୁଚୁଆଲ୍ କେୟାର। ଭାଇ ଭଉଣୀ ଭିତରେ ସେମାନଙ୍କ ଗାଢ଼ ଭଲ ପାଇବା, ସେମାନଙ୍କ ପ୍ରତି ସୁରକ୍ଷାର ପ୍ରତିବଦ୍ଧତା ଆଉ ପରସ୍ପରକୁ ସେମାନେ ଯତ୍ନ ନେବାର ପ୍ରତିଜ୍ଞା କରନ୍ତି। ଆହୁରି ମଧ୍ୟ ଥାଏ କ'ଣ ସେଥିରେ ସିମ୍ବଲ ଅଫ୍ ୟୁନିଟି। କାହିଁକିନା ଯଦି ଆମେ ଦେଖିବା ଯେ ଖାଲି ଭାଇ ଭଉଣୀ ନୁହେଁ, ସାରା ପୃଥିବୀରେ ସାରା ଓଡ଼ିଶାରେ ବି ଆମର ୟୁନିଭର୍ସାଲ ବ୍ରଦରହୁଡ୍ ଯେଉଁଟା ଆମେ କହୁଛେ, ସେଇଟା ଆମର ସିମ୍ବଲ ଅଫ୍ ୟୁନିଟିକୁ ମଧ୍ୟ ଦର୍ଶାଏ। ବିୟଣ୍ଡ ବାଉଣ୍ଡାରିଜ୍ ଯଦି ଆମେ ରାକ୍ଷୀରେ ଆମେ ଦେଖିବା ଯେ ସୈନିକମାନଙ୍କୁ ମଧ୍ୟ ରାକ୍ଷୀ ପିନ୍ଧାଯାଏ। ଆମର ବ୍ରହ୍ମକୁମାରୀ ଦିଦିମାନେ ରାକ୍ଷୀ ପିନ୍ଧନ୍ତି। ତେଣୁ ବିଭିନ୍ନ ପ୍ରକାର କାଷ୍ଟ, କ୍ରିଡ୍, ରିଲିଜିଅନ୍କୁ ବାଦ କରି ମଧ୍ୟ ଆମେ ରାକ୍ଷୀ ପିନ୍ଧାଇଥାଉ, ଯାହାକି ବିଭିନ୍ନ ପ୍ରକାର ଧର୍ମ ବାଛବିଚାର କିଛି ନଥାଏ। ତେଣୁ ଏଇଟା ବିୟଣ୍ଡ ବାଉଣ୍ଡାରୀକୁ ମଧ୍ୟ ଗୋଟେ ସୂଚାଏ। ଆଉ ଗୋଟେ ହେଲା ଏମ୍ଫାସିସ୍ ଅନ୍ ମ୍ୟୁଚୁଆଲ୍ ରେସ୍ପେକ୍ଟ। ଦେଖିବେ ଆପଣମାନେ କାଇଣ୍ଡନେସ୍, ଏମ୍ପାଥି, ରେସ୍ପନ୍ସିବିଲିଟି ଏସବୁଗୁଡ଼ା ଯଦି ଆମେ ଏକାଠି ରଖିବା, ତାହେଲେ ତାହା ମ୍ୟୁଚୁଆଲ୍ ରେସ୍ପେକ୍ଟ ମଧ୍ୟ କରେ। ଯଦି ରାକ୍ଷୀ ପୂର୍ଣ୍ଣିମାର ମହତ୍ତ୍ୱକୁ ଆମେ ବୁଝିବା, ଆଜି ଏବେ ଯେଉଁ ଡେଲି ଗଣମାଧ୍ୟମ, ବିଭିନ୍ନ ପ୍ରକାର ଟିଭି, ବିଭିନ୍ନ ପ୍ରକାର ପେପରରେ ଯେଉଁ ନାରୀ ନିର୍ଯାତନା ହେଉଛି ବା ଝିଅମାନଙ୍କୁ ବଳାତ୍କାର କି ଶିକାର ହେଉଛନ୍ତି, ସେଥିରେ ଆମେ ଆଉ ଗୋଟେ ହେଲା ଯେ ପ୍ରମୋଟ୍ସ ପିସ୍ ଆଣ୍ଡ ହାରମୋନି। ଆପଣମାନେ ଦେଖିବେ ଯଦି ରିଚୁଆଲ୍ ଏନକରେଜେସ୍ରେ ଆମେ ଦେଖିବା ବିଭିନ୍ନ ପ୍ରକାର ରିକନସିଲିଏସନ୍, ଷ୍ଟ୍ରେଙ୍ଗଥେନ୍ ରିଲେସନସିପ୍, ଏସବୁକୁ ଆମକୁ ଦେଖିବା ପାଇଁ ହେଲେ ଯେମିତି ମୋରାଲ ଡ୍ୟୁଟି ଆମର ରହୁଛି ଯେ ପରସ୍ପରକୁ ଆମେ ଧ୍ୟାନ ଦେବା, ପ୍ରୋଟେକ୍ସନ୍ ଦେବା, ପରସ୍ପରକୁ ବିଶ୍ୱାସ କରିବା। ତେଣୁ ଏଥିରେ ମଧ୍ୟ ଗୋଟେ ରାକ୍ଷୀ ପୂର୍ଣ୍ଣିମାରେ ଏହାର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱ ଅଛି। ଆଉ ସବୁଠୁ ବଡ଼ ଏସେନ୍ସ ହେଲା ଯେ ରାକ୍ଷୀ ପୂର୍ଣ୍ଣିମାରେ ୟୁନିଭର୍ସାଲ ବ୍ରଦରହୁଡ୍ ମେସେଜ୍, ଆମେ ଖାଲି ନିଜ ରକ୍ତର ଭାଇ ଭଉଣୀକୁ ନୁହେଁ, ଆମ ପୃଥିବୀରେ ଯେତିକି ଅଛନ୍ତି, ଆମ ଓଡ଼ିଶାରେ ଯେଉଁଠି ଅଛନ୍ତି ସମସ୍ତଙ୍କୁ ଆମେ ଯଦି ଭାଇ ଭଉଣୀ ରିଲେସନସିପ୍ରେ ଦେଖିବା। ଆଉ ତେଣୁ ଆମେ କ'ଣ କରିବା, ଯେଉଁ ନାରୀ ନିର୍ଯାତନାକୁ କିଛି ମାତ୍ରାରେ ରୋକିପାରିବା। ତେଣୁ ସମସ୍ତଙ୍କୁ ମୋର ଅନୁରୋଧ, ଆସନ୍ତୁ ସମସ୍ତେ ହାତ ବଢ଼େଇବା, ଯେମିତିକି ଆମର ନିଜର ଭଉଣୀଟି ଯେମିତି ଆମେ ସୁରକ୍ଷା ପାଇଁ ଚିନ୍ତା କରୁଛେ, କହୁଛେ କି ସେ ଯଦି ଇଣ୍ଡିପେଣ୍ଡେଣ୍ଟ ହେଇପାରୁଛନ୍ତି, ପାଠ ପଢ଼ୁଛନ୍ତି, ଏକଲା ଚାଲିପାରିବେ, ସବୁ କରିପାରିବେ। ତେଣୁ ଯଦି ଆମ ଭଉଣୀ ପାଇଁ ଆମେ ଏତେ ସୁରକ୍ଷା ପାଇଁ ଚିନ୍ତା କରିପାରୁଛେ, ତାହେଲେ ଆମ ଅଞ୍ଚଳରେ ଯେତିକି ଅଛନ୍ତି ସମସ୍ତେ ଭଉଣୀ ଭାଇମାନଙ୍କୁ ଆମେ ସୁରକ୍ଷା ଦେବା। କାହିଁକି ନା ଏଇଟା ହ୍ୟୁମାନିଟାରିଆନ୍ ପାଇଁ ଆମକୁ ଟିକେ ଜରୁରୀ ଅଛି। ତେଣୁ ଆପଣମାନେ ସମସ୍ତଙ୍କ ସହଯୋଗର ହାତ ବଢ଼ାନ୍ତୁ। ଆଜିର ରକ୍ଷା ବନ୍ଧନ ଦିବସରେ ଆମେ ଯେତେ ପାରିବା ଯେତେ ଭଉଣୀମାନଙ୍କୁ ଭାଇମାନଙ୍କୁ ସପୋର୍ଟ କରିପାରିବା। ତେଣୁ ଏତିକି କହି ଆଜି ରକ୍ଷାବନ୍ଧନରେ ମେସେଜକୁ ସ୍ଥଗନ ରଖୁଛି। ଧନ୍ୟବାଦ।